ପିଲାମାନେ ତୁମ ସମସ୍ତଙ୍କୁ ୟୁଏନ୍ ଏଜୁକେସନ୍ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ତ ପିଲାମାନେ ଆଜିର ଭିଡ଼ିଓକୁ ଆମେ ଷ୍ଟାର୍ଟ କରିବା ପୂର୍ବରୁ ମୁଁ କହି ରଖିବି, ଯଦି ଏପର୍ଯ୍ୟନ୍ତ ତୁମେମାନେ ମୋର ପୂର୍ବ ଟ୍ରାନ୍ସଲେସନ୍ ଭିଡ଼ିଓ ଗୁଡ଼ିକ ଦେଖିନାହଁ ତାହେଲେ ଏହି ଭିଡ଼ିଓର ଡେସ୍କ୍ରିପସନ୍ ବକ୍ସରେ ମୁଁ ଲିଙ୍କ୍ ଦେଇଦେଇଛି, ଯଥାଶୀଘ୍ର ଯାଇ ଦେଖିନିଅ, ନଚେତ୍ ପ୍ଲେଲିଷ୍ଟରୁ ଦେଖିପାରିବ। ତ ପିଲାମାନେ ଆଜିର ଟ୍ରାନ୍ସଲେସନ୍ ଭିଡ଼ିଓଟି ରହିଛି ମୋଡାଲ୍ ଉପରେ। ଆଜି ଆମେ କ'ଣ କରିବା ନା ମୋଡାଲ୍ ଯେଉଁ ମେ ଭର୍ବ ରହିଛି, ମେ ଭର୍ବର ସ୍ୱତନ୍ତ୍ର ବ୍ୟବହାର କିଛି ରହିଛି, କେଉଁଠି କେଉଁଠି ସ୍ୱତନ୍ତ୍ର ଭାବରେ ସେ ବ୍ୟବହାର ହୋଇଥାଏ ସେ ବିଷୟରେ ଆମେ ଡିଟେଲ୍ ଜାଣିବା। କେଉଁ ଅର୍ଥରେ ବ୍ୟବହାର ହୋଇଥାଏ ନା ଶୁଭେଚ୍ଛା ବା ୱିଶେସ୍ ଅର୍ଥରେ ତାକୁ ଆମେ ବ୍ୟବହାର କରିଥାଉ। ଆଜି ଏଇ ମେ ମୋଡାଲ୍ ଭର୍ବକୁ ଶୁଭେଚ୍ଛା বা ୱିଶେସ୍ ଅର୍ଥରେ ବ୍ୟବହାର କରି ଆମେ କିଛି ଓଡ଼ିଆ ସେଣ୍ଟେନ୍ସକୁ ଇଂଲିଶକୁ ଟ୍ରାନ୍ସଲେଟ୍ କରିବା। ତ ପିଲାମାନେ ଆଉ ଡେରି ନ କରି ଚାଲ ଷ୍ଟାର୍ଟ କରିବା। ଦେଖ ପ୍ରଥମ ବାକ୍ୟ କ'ଣ ରହିଛି, ତୁମେ ଦୀର୍ଘଜୀବୀ ହୁଅ। ଏଠି ପିଲାମାନେ ଦେଖ କ'ଣ କରାହେଇଛି ନା ଗୋଟେ ୱିଶ୍ କରାଯାଇଛି ବା ଶୁଭେଚ୍ଛା ଜଣାଯାଇଛି ଯେ ତୁମେ ଦୀର୍ଘଜୀବୀ ହୁଅ। ଜଣେ ଜଣକୁ କହୁଛନ୍ତି, ଅର୍ଥ ତାଙ୍କୁ ଆଶୀର୍ବାଦ କରୁଛନ୍ତି। ତ ସେଇ ଅର୍ଥରେ ଆମେ ଜାଣିଛେ ଶୁଭେଚ୍ଛା ବା ୱିଶେସ୍ ଅର୍ଥରେ ଆମେ କ'ଣ କରିବା ନା ମେକୁ ବ୍ୟବହାର କରିବା। ପ୍ରଥମେ ଆସିଲା ମେ ମୋଡାଲ୍ ଭର୍ବ, ତାପରେ ଦେଖିବା ଏଠି କାହା ବିଷୟରେ କୁହାହେଉଛି ନା ତୁମେ ଦୀର୍ଘଜୀବୀ ହୁଅ, ତୁମ ବିଷୟରେ କୁହାହେଉଛି। ତ ଇଏ ଆସିଗଲା 2 ନମ୍ବର, ଇଏ ହେଉଛି ସବଜେକ୍ଟ ବା ମୁଖ୍ୟ। ଇଏ ଆସିଲା 2 ନମ୍ବରରେ କ'ଣ ନା ୟୁ। ତାପରେ କ'ଣ ନା ଦୀର୍ଘଜୀବୀ ହୁଅ। ଆମେ ଜାଣିଛେ କ'ଣ ଦୀର୍ଘଜୀବୀ ହୁଅ ଅର୍ଥ ତାକୁ ଇଂଲିଶରେ କୁହାଯାଏ ଲିଭ୍ ଲଙ୍ଗ୍। ତ ଆମେ ଜାଣିଗଲେ ତୁମେ ଦୀର୍ଘଜୀବୀ ହୁଅ, ମେ ୟୁ ଲିଭ୍ ଲଙ୍ଗ୍। ଠିକ୍ ଏମିତି ଏଇ ଯେଉଁ ଆମେ କଲେ କ'ଣ ମେର ଯେଉଁ ସ୍ୱତନ୍ତ୍ର ବ୍ୟବହାର ଜାଣିଲେ ବା ଶୁଭେଚ୍ଛା ଅର୍ଥରେ ବା ବିଶେଷ ଅର୍ଥରେ, ଏଠି କ'ଣ କରିବା ନା ଆମେ ଜାଣିଛେ ସବଜେକ୍ଟରେ ନା ଇଏ ସେଣ୍ଟେନ୍ସରେ ସବଜେକ୍ଟ ପ୍ରଥମେ ବସେ, କିନ୍ତୁ ଏଠି କ'ଣ ହେବ ନା ମେ ପ୍ରଥମେ ବସିବ, କାରଣ ଏଇଟା ଆମେ ସ୍ପେଶିଆଲ ୟୁଜ୍ କରୁଛେ, ୟାର ସ୍ୱତନ୍ତ୍ର ବ୍ୟବହାର ମେରେ କରୁଛେ। ତ ପ୍ରଥମେ ମେ ବସିବ, ତାପରେ ସବଜେକ୍ଟ ବସି ତାପରେ ହେବ। ତ ସେଇ ହିସାବରେ କ'ଣ ହେଲା ମେ ୟୁ ଲିଭ୍ ଲଙ୍ଗ୍। ତ ବୁଝିଗଲା ପିଲାମାନେ, ଦେଖ କେତେ ଇଜିରେ ଆମେ କଲେ। ତ ଏଇଗୁଡ଼ା ଜାଣିବା ନିହାତି ଦରକାର। ଏଇସବୁ କେତେଟା ରୁଲ୍ସ ଟ୍ରିକ୍ସ ଜାଣିଗଲେ ଆମେ ପ୍ରାୟତଃ ଓଡ଼ିଆ ବାକ୍ୟ ଗୁଡ଼ାକୁ ଆମେ ଇଂଲିଶକୁ ଟ୍ରାନ୍ସଲେଟ୍ କରିପାରିବା। ତାପରେ ଦେଖିବା ସେକେଣ୍ଡ ସେଣ୍ଟେନ୍ସ କ'ଣ ଅଛି। ଦେଖ କ'ଣ ଅଛି ନା ଈଶ୍ୱର ତୁମକୁ ଦୀର୍ଘାୟୁ କରନ୍ତୁ। ଏ ବାକ୍ୟରେ ବି ଠିକ୍ ସେଇଆ, କ'ଣ ନା ଈଶ୍ୱର ତୁମକୁ ଦୀର୍ଘାୟୁ କରନ୍ତୁ। ଜଣେ ଜଣଙ୍କୁ କହୁଛନ୍ତି ଈଶ୍ୱର ତୁମକୁ ଦୀର୍ଘାୟୁ କରନ୍ତୁ, ଅର୍ଥ ତୁମ ଜୀବନକୁ ଆହୁରି ଅଧିକ ବଢ଼େଇ ଦିଅନ୍ତୁ, ଅର୍ଥ ତୁମ ଜୀବନର ଶୁଭକାମନା କରନ୍ତୁ। ଏଠି ବି କ'ଣ ହେଇଛି ନା ଏଠି ସେଇ ଜିନିଷ ଶୁଭେଚ୍ଛା କରାଯାଇଛି, ଏଠି ଆଶୀର୍ବାଦ ଦିଆଯାଇଛି, ଏଠି ଅଭିବାଦନ ଜଣାହେଇଛି। ତ ସେଇ ଅର୍ଥରେ ଆମେ ଜାଣିଛେ କ'ଣ ନା ମେ ମୋଡାଲ୍ ଭର୍ବ ୟୁଜ୍ କରିବା। ଆସିଗଲା ମେ ମୋଡାଲ୍ ଭର୍ବ। ତାପରେ କ'ଣ ଈଶ୍ୱର ତୁମକୁ ଦୀର୍ଘାୟୁ କରୁଛନ୍ତି, ଦୀର୍ଘାୟୁ କରନ୍ତୁ ବା ତୁମ ଜୀବନକୁ ଅଧିକ ସୁଖମୟ କରନ୍ତୁ, ଏଇ କଥା କୁହାହେଇଛି। ତ ଈଶ୍ୱର ଆମେ ଜାଣିଛେ ଈଶ୍ୱରଙ୍କୁ ଗଡ୍ ବୋଲି କୁହାଯାଏ, ଆସିଗଲା ଗଡ୍। ତାପରେ କ'ଣ ନା ତୁମକୁ ଦୀର୍ଘାୟୁ କରନ୍ତୁ, ଏଠି କିଏ ଆସିବ ତ ଈଶ୍ୱର ଆସିଲା 2ରେ, ପ୍ରଥମେ ଆସିଲା ମେ, ତାପରେ ଆମେ ଗଡ୍କୁ 2ରେ ଆଣିଲେ। ତାପରେ ପିଲାମାନେ କ'ଣ ନା ଦୀର୍ଘାୟୁ କରନ୍ତୁ, ଦୀର୍ଘାୟୁ ଆସିଲା କ'ଣ ନା 3ରେ, ଇଏ ଆସିବ 3ରେ ପ୍ରୋଲଙ୍ଗ୍। ଦୀର୍ଘାୟୁର ଇଂଲିଶ ହେଉଛି ପ୍ରୋଲଙ୍ଗ୍। ତାପରେ କ'ଣ ତୁମ ଜୀବନକୁ, ଏଠି କ'ଣ ଜୀବନ ହେଲା, ତୁମ ଜୀବନକୁ ଦୀର୍ଘାୟୁ କରନ୍ତୁ। ସେଇ ହିସାବରେ କ'ଣ କରିବା ନା ପ୍ରଥମେ ଆସିଲା ମେ, ତାପରେ କ'ଣ ଗଡ୍, 2 ନମ୍ବର ଆସିଲା ଗଡ୍, ତାପରେ ଦୀର୍ଘାୟୁ କରନ୍ତୁ ତୁମ ଜୀବନକୁ। ଯେତେବେଳେ ଆମେ ଓଡ଼ିଆ ବାକ୍ୟକୁ ଇଂଲିଶକୁ ଟ୍ରାନ୍ସଲେଟ୍ କରୁଛେ ଠିକ୍ ଏମିତି ଭାଙ୍ଗିକି କରାଯିବ। ପ୍ରଥମ ସବଜେକ୍ଟ ଆସିଲା, ତାପରେ ଶେଷ ଆଡ଼କୁ ଆମେ ଭାଙ୍ଗି ଭାଙ୍ଗି ଆସିବା ପ୍ରଥମ ଆଡ଼କୁ। ତ ଦୀର୍ଘାୟୁ କରନ୍ତୁ ତୁମ ଜୀବନକୁ। ତ ଦୀର୍ଘାୟୁ କରିବା ଅର୍ଥ କ'ଣ ପ୍ରୋଲଙ୍ଗ୍ ଆସିଗଲା। ତାପରେ କ'ଣ ତୁମ ଜୀବନକୁ, ଇଏ ଆସିଲା କ'ଣ 4 ନମ୍ବରରେ ହେଲା, ତୁମ ଜୀବନକୁ ୟୋର୍ ଲାଇଫ୍। ତ ମେ ଗଡ୍ ପ୍ରୋଲଙ୍ଗ୍ ୟୋର୍ ଲାଇଫ୍। ତ ଏଇଟା ହେଉଛି କ'ଣ ନା ମେ ମୋଡାଲ୍ ଭର୍ବର ସ୍ପେଶିଆଲ ୟୁଜ୍, ସ୍ୱତନ୍ତ୍ର ବ୍ୟବହାର ହେଲେ ବାକ୍ୟର ଆରମ୍ଭରେ ମେ ବସିଥାଏ। ଜାଣି ହେଲା। ଏବେ ଦେଖିବା ନେକ୍ସଟ ସେଣ୍ଟେନ୍ସ କ'ଣ ଅଛି। ଦେଖ ସାହୁବାବୁ ଏକ ପୁତ୍ର ସନ୍ତାନ ଲାଭ କରନ୍ତୁ। କିଏ ନା ସାହୁବାବୁ। ତ ଆମେ ଏଠି କ'ଣ ଏ ବାକ୍ୟରେ ବି ଠିକ୍ ସେଇ କଥା କୁହାହେଇଛି, କ'ଣ ନା ୱିଶେସ୍ କରାହେଇଛି, ଅଭିବାଦନ ଜଣାଯାଇଛି, ଶୁଭେଚ୍ଛା ଜଣାଯାଇଛି, ଆଶୀର୍ବାଦ କରାଯାଇଛି ଯେ ସାହୁବାବୁ ଏକ ପୁତ୍ର ସନ୍ତାନ ଲାଭ କରନ୍ତୁ ବା ସାହୁବାବୁଙ୍କର ଏକ ପୁତ୍ର ସନ୍ତାନ ହେଉ। ତ ସେଇ ଅର୍ଥରେ ଆମେ ଜାଣିଛେ ମେ ମୋଡାଲ୍ ଭର୍ବ ନେଇ ଆସିଲେ ପ୍ରଥମେ। ତାପରେ ଦେଖିବା କାହା ବିଷୟରେ କୁହାଯାଇଛି ନା ସାହୁବାବୁଙ୍କ ବିଷୟରେ କୁହାଯାଇଛି, ସେ ହେଉଛନ୍ତି ମୁଖ୍ୟ ମିଷ୍ଟର ସାହୁବାବୁ। ତାପରେ କ'ଣ ନା ଶେଷ ଆଡ଼ୁ ଯିବା, ଇଏ ଆସିଲେ 2 ନମ୍ବରରେ। ତାପରେ କ'ଣ କରିବା ଏଇ ଆଡ଼ୁ ସେ ଆଡ଼କୁ ଯିବା। ତ କ'ଣ ତାପରେ କ'ଣ ଲାଭ କରନ୍ତୁ, କ'ଣ କରନ୍ତୁ ନା ଲାଭ କରନ୍ତୁ, ଇଏ ଆସିଲା 3 ନମ୍ବରରେ। ଲାଭ କରନ୍ତୁ ଇଂଲିଶ କ'ଣ ବି ବ୍ଲେସ୍ଡ। ଏଠି ଆଶୀର୍ବାଦ କରାହେଉଛି, ଶୁଭେଚ୍ଛା ଜଣାଉଛି, ଲାଭ କରନ୍ତୁ ସିଏ ତାଙ୍କର ପୁତ୍ର ସନ୍ତାନ ହେବା ଅର୍ଥରେ ବି ଆମେ ଜାଣିଛେ। ତ ଲାଭ କରନ୍ତୁ ବି ବ୍ଲେସ୍ଡ, ଏଠି ଆଶୀର୍ବାଦ କରାହେଇଛି। କ'ଣ ନା ଏକ ପୁତ୍ର ସନ୍ତାନ, ଇଏ ଆସୁଛି 4 ନମ୍ବରରେ, ଏକ ପୁତ୍ର ସନ୍ତାନ ୱିଥ୍ ଏ ସନ୍। ତ ମେ ମିଷ୍ଟର ସାହୁବାବୁ ବି ବ୍ଲେସ୍ଡ ୱିଥ୍ ଏ ସନ୍। ସବୁବେଳେ ପିଲାମାନେ ମନେ ରଖିବ ମେର ଯେଉଁ ଆମେ ସ୍ୱତନ୍ତ୍ର ବ୍ୟବହାର କରୁଛେ, ସ୍ପେଶିଆଲ ୟୁଜ୍ କରୁଛେ, ଏଠି ପ୍ରଥମେ ମେ ରହିବ। ଏଠି ଭାବିବ ଯେ ସବଜେକ୍ଟ ପ୍ରଥମେ ରହିବ, ଏଠି ମେ ପ୍ରଥମେ ରହିବ, ତାପରେ ସବଜେକ୍ଟରୁ ଆରମ୍ଭ ହୋଇକି ଯିବ। ତ ଏଇ ଟାଇପ୍ର ସେଣ୍ଟେନ୍ସ ଆମେ କରିବା
है तापर देखा नेक्स्ट सेंटेंस कौन अच्छे यहाँ हूँ शेष सेंटेंस रही नेक्स्ट बा शेष सेंटेंस रही देख कौन रही ना भारत सबु क्षेत्र में अधिक रु अधिक उन्नति करू एठी भी सही कथा कहुई शुभेच्छा जनाई गोटे अभिवादन जनाई गोटे विशेष कराई कौन ना भारत सबु क्षेत्र में अधिक रु अधिक उन्नति करू आगू को जाऊ तो आम प्रथम जाने कौन आसो मे आसीगला तापर क्या विषय कहुई भारत विषय कहुई आसीगला कौन भारत आम जाने इंडिया तापर कौन सबु क्षेत्र में अधिक रु अधिक उन्नति करूँ आम कौन कर शेष आड़ जा तो अधिक रु अधिक उन्नति करूँ ये आसला कौन भारत आसला 2 नंबर रे देख भारत 2 नंबर आसला देखिन पिला माने एठी कौन ना भारत आसला 2 नंबर रे तापर कौन अधिक रु अधिक उन्नति करूँ ये आसला मे आसला प्रथम रे फास्ट आसला भारत आसला 2 नंबर रे तापर शेष आड़ आम जा प्रथम आड़ को अधिक रु अधिक उन्नति करूँ कौन तार इंग्लिश प्रस्पर है प्रस्पर है अधिक रु अधिक उन्नति करूँ प्रस्पर कौ क्षेत्र में तो ये आसला 3 नंबर रे तापर रहा शेष में कौन सबु क्षेत्र में ये हूँ 4 नंबर इन ऑल फील्ड्स तो देखिना आउ थे प्रथम आसगला मे आम स्पेशल अर्थ यूज करचे तापर क्या विषय कहुँ ना भारत विषय में ये आसला 2 नंबर रे इंडिया आसगला तापर अधिक रु अधिक उन्नति करूँ ये आसला 3 नंबर रे तार इंग्लिश कौन प्रस्पर अधिक रु अधिक उन्नति करूँ कौ क्षेत्र में ना सबु क्षेत्र में इन ऑल फील्ड्स ये आसला 4 नंबर तो पिला माने देख आम केमिति मेर स्पेशल यूज करी ताकू आम ओडिया किसी सेंटेंस को ओडिया को इंग्लिश को ट्रांसलेट कले तो पिला माने बुझीगला तो जिते आम स्पेशल यूज करचे वाक्यर आरंभ में मे को बसेबा तो मुझे आशा करुँची तुमने भिडियो किसी शिखा पाई अल्प हो बहुत हो शिखा पाई जदि तुमको भल लगी निश्चय लाइक टे कर मत उत्साहित कर मुझे आहरी भिडियो नहीं आसबि जदि किसी डाउट्स रही कमेंट बॉक्स रे निश्चय तुम मतामत जनइब डाउट्स देख मु तार सल्यूशन देवी एवं पिलामान भितर तुम सांग मान भितर वीडियो को शेयर कर समस्त नॉलेज बांट एवं नुआ करी चैनल को आसले निश्चय सब्सक्राइब कर रखि नियो कारण यही चैनल तुम सब प्रकार वीडियो पाई परिबो इंग्लिश ग्रामर ओडिया इंग्लिश ग्रामर वीडियो पाई परिबो ओडिया ग्रामर पाई परिबो इंग्लिश ट्रांसलेशन पाई परिबो ट्रांसलेशन वीडियो पाई परिबो सब प्रकार वीडियो तुम पाई परिबो ठीक अछि आज वीडियो को एड रखिबा पुणी खूब शीघ्र आगे नुआ एक वीडियो नहीं आसबि सेते पर्यंत मत विदाय दियो रहउची थैंक्स धन्यवाद थैंक्स फॉर वाचिंग।